ଗୋଟିଏ ରାଜ୍ୟରେ ଜଣେ ଦାନୀ ରାଜା ରହୁଥିଲେ। ତାଙ୍କ ମହଲରେ ପ୍ରତ୍ୟେକ ସମୟରେ ଯାଚକମାନଙ୍କ ଭିଡ଼ ଲାଗି ରହୁଥିଲା। ଥରେ ଜଣେ ସନ୍ଥ ତାଙ୍କ ରାଜ୍ୟରେ ପଦାର୍ପଣ କଲେ। ତାଙ୍କୁ ରାଜାଙ୍କର ଦାନୀ ପ୍ରବୃତ୍ତି ବିଷୟରେ ଜଣାପଡ଼ିବାରୁ ସେ ରାଜାଙ୍କ ସହିତ ସାକ୍ଷାତ କରିବାକୁ ପହଞ୍ଚିଲେ। ରାଜା ତାଙ୍କର ଯଥୋଚିତ ସ୍ୱାଗତ ସତ୍କାର କଲେ ଏବଂ ପଚାରିଲେ, ମହାତ୍ମନ୍, ମୁଁ ଆପଣଙ୍କର କ'ଣ ସେବା କରିପାରିବି? ସନ୍ଥ କହିଲେ, ରାଜନ୍, ଆପଣ ଦାନବୀର, ଏହା ସ୍ୱୟଂ ଏକ ଧାର୍ମିକ ଗୁଣ, ପରନ୍ତୁ ତା ସହିତ ଆପଣ ଜଣେ ରାଜା ମଧ୍ୟ। ସେଇଥିପାଇଁ ଆପଣଙ୍କୁ ରାଜଧର୍ମ ସ୍ମରଣ କରାଇ ଦେବାକୁ ଆସିଛି। ଆପଣଙ୍କ ଠାରୁ ବିନା ପରିଶ୍ରମରେ ଦାନର ଧନ ପାଇ ଆପଣଙ୍କ ପ୍ରଜା ଶ୍ରମ ପ୍ରତି ବିମୁଖ ହୋଇ ଅଳସୁଆ ହୋଇଗଲେଣି ଏବଂ ଦାନ ପାଇ ମଧ୍ୟ ସେମାନଙ୍କ ଜୀବନରେ କୌଣସି ସାର୍ଥକ ପରିବର୍ତ୍ତନ ଆସିନାହିଁ। ଏହା ଅପେକ୍ଷା ଆପଣ ସେମାନଙ୍କୁ ରୋଜଗାରର ସାଧନ ଉପଲବ୍ଧ କରାଇବା ଉତ୍ତମ ହେବ। ରାଜାଙ୍କୁ ସନ୍ଥଙ୍କ କଥନ ଠିକ୍ ଲାଗିଲା ଏବଂ ସେ ସେହି ମାର୍ଗ ଆପଣାଇ ନେଲେ। ଅଖଣ୍ଡ ଜ୍ୟୋତି, ଏପ୍ରିଲ 2025, ପୃଷ୍ଠା ସଂଖ୍ୟା 30। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।